ଧନୁ ରାଶିର ଜାତକ ଜାତିକା ମାନେ ସାବଧାନ। 11 ମାର୍ଚ୍ଚ ଠାରୁ 2 ଜୁନ୍ 2026 ମଧ୍ୟରେ ଆପଣଙ୍କ ଜୀବନରେ ଆସୁଛି ଏକ ବଡ଼ ପରିବର୍ତ୍ତନ। ଗୁରୁ ହେଉଛନ୍ତି ମାର୍ଗୀ ଆପଣଙ୍କର ସପ୍ତମ ଭାବ ମିଥୁନ ରାଶିରେ। ବିବାହରେ ସଫଳତା ନା କି ସମ୍ପର୍କରେ ଆସିବ ବଡ଼ ପରୀକ୍ଷା। ବିଜନେସ୍, ପାର୍ଟନରସିପ୍, ଜବ୍, ମ୍ୟାରେଡ୍ ଲାଇଫ୍ ସବୁ କଥାର ଆଲୋଚନା ରହିଛି ଏହି ଭିଡ଼ିଓରେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଶେଷରେ ରହିଛି ଶକ୍ତିଶାଳୀ ପ୍ରତିକାର। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଂଘ ମାଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆସନ୍ତୁ ଜାଣିବା ଧନୁ ରାଶି ପାଇଁ ବୃହସ୍ପତିଙ୍କର ମାର୍ଗୀ ହେବା ସ୍ଥିତି କ'ଣ ପ୍ରଭାବ ପକାଇବ। ବନ୍ଧୁଗଣ, ଏହି ବିଚାର ଜନ୍ମରାଶି ଚନ୍ଦ୍ରରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର ଧନୁରାଶି ଏବଂ ଧନୁଲଗ୍ନ ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ବୃହସ୍ପତି ହେଉଛନ୍ତି ଧନୁରାଶି ପାଇଁ ଲଗ୍ନ ଏବଂ ଚତୁର୍ଥ ଭାବର ଅଧିପତି। ଅଛନ୍ତି ମିଥୁନରେ। ମାର୍ଗୀ ହେଉଛନ୍ତି ମାର୍ଚ୍ଚ 11 ତାରିଖ ଠାରୁ। ସପ୍ତମ ଭାବ ବିବାହ ଅନୁକୂଳ ଭାବ, ଜୀବନସାଥୀର ଭାବ, ଦାମ୍ପତ୍ୟ ଜୀବନର ଭାବ, ବ୍ୟବସାୟ ତଥା ପାର୍ଟନରସିପ୍ ବିଜନେସ୍ର ଭାବ, ସୋସିଆଲ ଷ୍ଟାଟସ୍, ପବ୍ଲିକ୍ ଡିଲିଂସର ଭାବ। ଲଗ୍ନାଧିପତି ସପ୍ତମରେ ମାର୍ଗୀ ଆପଣଙ୍କ ଜୀବନରେ ବିବାହ ଓ ବିଜନେସ୍ ବହୁତ ମହତ୍ତ୍ୱ ରଖିବ। ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ, କାରଣ ମିଥୁନ ରାଶି ହେଉଛି 200 ଭାବ ରାଶି। ଯେଉଁମାନେ ବିବାହ କରିନାହାନ୍ତି ସେମାନଙ୍କର ବିବାହ ନିଶ୍ଚିତ ଭାବରେ ହୋଇଯିବ। ବିବାହ ପରେ ଭାଗ୍ୟ ଉନ୍ନତି ହୋଇପାରେ। ଲାଇଫ୍ ପାର୍ଟନରଙ୍କର ସହଯୋଗ ମିଳିବ। ବୃହସ୍ପତି ହେଉଛନ୍ତି ଚତୁର୍ଥପତି, ରହୁଛନ୍ତି ସପ୍ତମ କେନ୍ଦ୍ରରେ। ଜମିବାଡ଼ି ପ୍ରପର୍ଟି ରିଲେଟେଡ୍ ପ୍ରୋବ୍ଲେମ୍ ସଲ୍ଭ ହେବ। ଯାନବାହନ କ୍ରୟ କରିବାର ସୁଯୋଗ ରହିଛି। ମାଙ୍କର ସହଯୋଗ ମିଳିବ। ଏହି ସମୟ ମଧ୍ୟରେ କେହି କେହି ନିଜର ଜନ୍ମସ୍ଥାନକୁ ଛାଡ଼ି ଅନ୍ୟ ଜାଗାରେ ସେଟେଲ୍ ହୋଇପାରନ୍ତି। ବିଜନେସ୍ ପାଇଁ ବାହାରେ ରହିପାରନ୍ତି। ଯେଉଁମାନେ ପାର୍ଟନରସିପ୍ ବିଜନେସ୍ କରୁଛନ୍ତି ସଫଳତା ପାଇବେ। ପବ୍ଲିକ୍ ଡିଲିଂସରେ ନେମ୍ ଫେମ୍ ମିଳିବ। ଟିଚିଂ, ଏଜେନ୍ସି, କନସଲଟେନ୍ସି, ସର୍ଟ ଟ୍ରାଭେଲ୍, ସର୍ଟ ଟର୍ମ ଇନଭେଷ୍ଟମେଣ୍ଟରେ ଲାଭ ରହିଛି। ବୃହସ୍ପତିଙ୍କର ପଞ୍ଚମ ଦୃଷ୍ଟି ରହିଛି ଏକାଦଶ ଭାବକୁ। ଏକାଦଶ ଭାବ ହେଉଛି ଲାଭର ଭାବ, ଏକ୍ସଟ୍ରା ଇନକମ୍ ଅଫ୍ ସୋର୍ସର ଭାବ, ଡେଜାୟାରର ଭାବ, ନେଟୱାର୍କିଂର ଭାବ। ଏହି ସ୍ଥାନକୁ ବୃହସ୍ପତିଙ୍କର ଦୃଷ୍ଟି ଶୁଭ ଫଳ ପ୍ରଦାନ କରିବ। ପ୍ରଭାବଶାଳୀ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ। ବଡ଼ ଲକ୍ଷ୍ୟ ପୂରଣ ହେବାର ସମ୍ଭାବନା ଦେଖାଉଛି। ବକେୟା ଅର୍ଥ ମିଳିବ। ନ୍ୟୁ ଇନକମ୍ର ବାଟ ଫିଟିବ। ବୃହସ୍ପତିଙ୍କର ଦୃଷ୍ଟି ଲଗ୍ନ ଭାବକୁ ବି ରହୁଛି। ଆତ୍ମବିଶ୍ୱାସ ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ। ଯେଉଁମାନେ ଅସୁସ୍ଥ ଅଛନ୍ତି ସ୍ୱାସ୍ଥ୍ୟରେ ପଜିଟିଭ୍ ଚେଞ୍ଜେସ୍ ଦେଖିବାକୁ ମିଳିବ। ଆପଣଙ୍କର ପର୍ସନାଲିଟି ଆକର୍ଷଣୀୟ ହେବ। ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ। ଆପଣଙ୍କ କଥାର ଗୁରୁତ୍ୱ ବଢ଼ିବ। ବୃହସ୍ପତିଙ୍କର ଦୃଷ୍ଟି ତୃତୀୟ ଭାବକୁ ରହୁଛି। ତୃତୀୟ ଭାବ ହେଉଛି ସାହସ, ପରାକ୍ରମ, କମ୍ୟୁନିକେସନ୍, ସର୍ଟ ଟ୍ରାଭେଲ୍ର ଭାବ। ନ୍ୟୁ ପ୍ରୋଜେକ୍ଟରେ କାମ କରିବା ବେଳେ ମନୋବଳ ବୃଦ୍ଧି ପାଇବ। କମ୍ୟୁନିକେସନ୍ ସ୍କିଲ୍ ଡେଭଲପ୍ କରିବ। ମାର୍କେଟିଂ ଫିଲ୍ଡରେ ଯେଉଁମାନେ ଅଛନ୍ତି ସେମାନଙ୍କର ଉନ୍ନତି ହେବ। ଟ୍ରାଭେଲିଂ ରିଲେଟେଡ୍ ୱାର୍କରେ ବେନିଫିଟେଡ୍ ରହିବେ। ବୃହସ୍ପତି ସପ୍ତମରେ ବକ୍ରି ଥିଲାବେଳେ କିଛି ଦିନ ପୂର୍ବରୁ ଧନୁରାଶିର ବ୍ୟକ୍ତିଙ୍କର ବିବାହରେ ଅନିଶ୍ଚିତତା, ପାର୍ଟନରଙ୍କ ସହିତ ବିବାଦ, ଆୟରେ ବାଧା, ମେଣ୍ଟାଲ ଷ୍ଟ୍ରେସ୍, ଆତ୍ମବିଶ୍ୱାସରେ ହ୍ରାସ ଯେଉଁ ସବୁ ସମସ୍ୟା ଦେଇ ଗତି କରୁଥିଲେ, ଏହି ଗୁରୁ ମାର୍ଗୀ ହେଲା ପରେ ବିବାହ ଯୋଗ ଫିଟିବ। ବିଜନେସ୍ରେ ଲାଭବାନ ହେବେ। ମାନ ସମ୍ମାନ ବୃଦ୍ଧି ପାଇବ। ପାରିବାରିକ ସ୍ଥିତି ଶାନ୍ତିପୂର୍ଣ୍ଣ ରହିବ ଏବଂ ଇନକମ୍ ବଢ଼ିବ। ସପ୍ତମ ଭାବରେ ବୃହସ୍ପତି ମାର୍ଗୀ ହେବା ଧନୁରାଶି ପାଇଁ ଜୀବନରେ ଏକ ଟର୍ଣ୍ଣିଂ ପଏଣ୍ଟ ହୋଇପାରେ। ଏବେ ଆଲୋଚନା କରିବା ଯେଉଁ ଧନୁରାଶିର ବ୍ୟକ୍ତିବିଶେଷମାନେ ଜବ୍ କରିଛନ୍ତି ତାଙ୍କ ବିଷୟରେ। ଧନୁରାଶି ପାଇଁ ଲଗ୍ନ ଏବଂ ଚତୁର୍ଥ ଭାବର ଅଧିପତି ହେଲେ ବୃହସ୍ପତି। ସପ୍ତମ କେନ୍ଦ୍ରରେ ମାର୍ଗୀ ଅଛନ୍ତି, ଯାହା ପବ୍ଲିକ୍ ଡିଲିଂସ, କଣ୍ଟ୍ରାକ୍ଟ, ଅଫିସ୍ ପଲିଟିକ୍ସ, ବିଜନେସ୍ ପାର୍ଟନର ଏବଂ ଗଭର୍ଣ୍ଣମେଣ୍ଟ ଏଗ୍ରିମେଣ୍ଟ ସହିତ ଜଡ଼ିତ। ସେଥିପାଇଁ ଜବ୍ କରୁଥିବା ଲୋକମାନଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସମୟ। ଯେଉଁମାନେ ପ୍ରାଇଭେଟ୍ ସେକ୍ଟରରେ ଜବ୍ କରୁଛନ୍ତି, ବୃହସ୍ପତି ବକ୍ରି କାଳରେ ପ୍ରମୋସନ୍ ଡିଲେ, ବସ୍ଙ୍କ ସହିତ ମିସ୍ଅଣ୍ଡରଷ୍ଟାଣ୍ଡିଂ, ଜବ୍ ଇନସିକ୍ୟୁରିଟି, ଇନକ୍ରିମେଣ୍ଟ ଅଟକିଥିଲା, ୱାର୍କ ପ୍ରେସର ରହୁଥିଲା। ଏହି ବୃହସ୍ପତିଙ୍କର ମାର୍ଗୀ ଫଳରେ କ୍ଲାଏଣ୍ଟ ଡିଲିଂସ ଭଲ ହେବ।
ବସ୍ଙ୍କ ସହିତ ରିଲେସନ୍ ଇମ୍ପ୍ରୁଭ୍ କରିବ, ପରଫର୍ମାନ୍ସରେ ରେକଗ୍ନେସନ୍ ମିଳିବ। ଜବ୍ ଚେଞ୍ଜ କଲେ ବେଟର୍ ପ୍ୟାକେଜ୍ ମିଳିବାର ସୁଯୋଗ ରହିଛି। ଧନୁରାଶି ପାଇଁ ସପ୍ତମ ଭାବ ହେଉଛି ମିଥୁନ ରାଶି। ତେଣୁ ମାର୍କେଟିଂ ଆଣ୍ଡ ସେଲ୍ସ, ଡିଜିଟାଲ ଫିଲ୍ଡ, ଆଇଟି ଆଣ୍ଡ ସଫ୍ଟୱେୟାର, ଏଜୁକେସନ୍ ରିଲେଟେଡ୍, ବ୍ୟାଙ୍କିଂ, ଫାଇନାନ୍ସ, ଇନ୍ସୁରାନ୍ସ ସେକ୍ଟର, ଏହିସବୁ ଫିଲ୍ଡରେ ଭଲ ସୁଯୋଗ ରହିଛି। ଯେଉଁମାନେ ଜବ୍ ସର୍ଚ୍ଚରେ ଅଛନ୍ତି, ଯଦି ଟ୍ରାଏ କରୁଛନ୍ତି, ନିଶ୍ଚିତ ଭାବରେ ଏହି କ୍ଷେତ୍ରରେ ନିଯୁକ୍ତି ପାଇବେ। ଯେଉଁମାନେ ରିଏଲ୍ ଇଷ୍ଟେଟ୍, ପ୍ରପର୍ଟି ଡିଲିଂସରେ ଇନଭଲ୍ଭ ଅଛନ୍ତି, ସକ୍ସେସ୍ ହେବେ। ସେହିପରି ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟିମାନେ ବକ୍ରି ବୃହସ୍ପତିରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ, ଟ୍ରାନ୍ସଫର୍ ଟେନସନ୍ ଥିଲା, ପ୍ରମୋସନ୍ କେସ୍ ପେଣ୍ଡିଂ ଥିଲା, ଡିପାର୍ଟମେଣ୍ଟରେ ପଲିଟିକ୍ସ, ଇନକ୍ୱାରି, ଯାହା ବି କିଛି ଛୋଟ ବଡ଼ ଇସ୍ୟୁ ଥିଲା, ବୃହସ୍ପତି ମାର୍ଗୀ ହେବା ଫଳରେ ସମସ୍ୟାରୁ ଧୀରେ ଧୀରେ ମୁକୁଳିବେ। ପ୍ରଥମ ଟ୍ରାନ୍ସଫର୍ କେସ୍ ଫେଭରେବୁଲ୍ ହେବ, ସିନିୟରଙ୍କର ସପୋର୍ଟ ମିଳିବ, ରେପୁଟେସନ୍ରେ ଇମ୍ପ୍ରୁଭମେଣ୍ଟ ଆସିବ, ପେଣ୍ଡିଂ ପ୍ରମୋସନ୍ କ୍ଲିୟର ହେବ, ଗଭର୍ଣ୍ଣମେଣ୍ଟ ସ୍କିମ୍ ପ୍ରୋଜେକ୍ଟରେ ଆପଣଙ୍କର ଇନଭଲ୍ଭମେଣ୍ଟ ରହିବ। ବୃହସ୍ପତି ମାର୍ଗୀ ହେବା ଦ୍ୱାରା ଗଭର୍ଣ୍ଣମେଣ୍ଟ ଫିଲ୍ଡ ଭିତରେ ଯଦି ଦେଖିବା, ତେବେ ଏଜୁକେସନ୍ ଡିପାର୍ଟମେଣ୍ଟ, ଆଡ଼ମିନିଷ୍ଟ୍ରେଟିଭ୍, ସିଭିଲ୍ ସର୍ଭିସ, ଲ୍ୟାଣ୍ଡ ରେଭିନ୍ୟୁ ଡିପାର୍ଟମେଣ୍ଟ, ହାଉସିଂ ଡିପାର୍ଟମେଣ୍ଟ, ପବ୍ଲିକ୍ ରିଲେସନ୍, ଏଇଥିରେ ଅଧିକ ସୁଯୋଗ ରହିଛି। ଧନୁରାଶିର ଜାତକ ଜାତିକାମାନେ ମାର୍ଗୀ ବୃହସ୍ପତିଙ୍କର ଶୁଭଫଳ ପ୍ରାପ୍ତି ପାଇଁ ବିଶେଷ ପ୍ରତିକାର କ'ଣ କରିବେ? ପ୍ରତ୍ୟେକ ଗୁରୁବାର ଉପବାସ କିମ୍ବା ଏକବେଳା ନିରାମିଷ ଭୋଜନ କରିବେ, କଦଳୀ ଗଛକୁ ଜଳ ଏବଂ ହଳଦୀ ଅର୍ପଣ କରିବେ ଏବଂ ବୃହସ୍ପତିଙ୍କର ମନ୍ତ୍ରକୁ ଜପ କରିବେ। ମନ୍ତ୍ରଟି ହେଲା ଓಂ ବ୍ରୁଂ ବୃହସ୍ପତେ ନମଃ। ଦୈନିକ 108 ଥର ଜପ କରିବେ। ପ୍ରତ୍ୟେକ ଗୁରୁବାର ଦିନ ହଳଦୀର ତିଳକ ଲଗାନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ପାଇଁ ତଥା ବାଦ ବିବାଦ ହେଲେ ଗୁରୁବାର ଦିନ ମିଠା ଖାଇ ଆଲୋଚନା କରନ୍ତୁ। ଜୀବନସାଥୀଙ୍କୁ ହଳଦିଆ ରଙ୍ଗର କିଛି ବି ବସ୍ତୁ ଉପହାର ଦିଅନ୍ତୁ। କୁଣ୍ଡଳୀରେ ଶୁଭାଶୁଭ ଦେଖି କୌଣସି ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ୟେଲୋ ସାଫିୟାର ବଡ଼ିର ୱେଟ୍ ଅନୁସାରେ ଧାରଣ କରିପାରିବେ ଏବଂ ଗରିବ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ଦାନ କରନ୍ତୁ। ଆପଣଙ୍କ ପାଇଁ ଶୁଭ ରହିବ। ବନ୍ଧୁଗଣ, ଏହା ଥିଲା ମାର୍ଗୀ ବୃହସ୍ପତିଙ୍କର ପ୍ରଭାବ ଧନୁରାଶି ଉପରେ କିପରି ରହିବ ସେ ବିଷୟରେ ଆଲୋଚନା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍, କମେଣ୍ଟ, ସେୟାର କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ପୁଣି ଆସିବି ଆଉ ଏକ ନୂଆ ଅଧ୍ୟାୟକୁ ନେଇ। ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର।